ଜୟ ଜଗନ୍ନାଥ। ଜୀବନରେ ଯଦି କେବେ ତମକୁ ଲାଗେ କି ତମେ ଜୀବନରେ ହାରିଯାଇଛ, ତେବେ ଶ୍ରୀକୃଷ୍ଣଙ୍କର ଏହି 9ଟି ଉପଦେଶ ଆପଣଙ୍କ ଜୀବନକୁ ବଦଳାଇ ଦେବ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଗବାନ ଶ୍ରୀକୃଷ୍ଣ ସବୁ ଅସୁବିଧାରେ ପରିସ୍ଥିତି ସହ ନା କେବଳ ଦୃଢ଼ତା ସହ ମୁକାବିଲା କରିଥିଲେ। ତାଙ୍କ ଚେହେରାରେ ସବୁ ପରିସ୍ଥିତିରେ ଏକ ହସ ରହୁଥିଲା। ତେବେ ଏହିପରି କୁହାଯାଇପାରେ କି ଶ୍ରୀକୃଷ୍ଣ ଦୁନିଆର ସବୁଠାରୁ ସୁଖୀ ବ୍ୟକ୍ତି ରହିଥିବେ। ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କର କିଛି କଥା ଯାହା ଆପଣଙ୍କୁ ବନାଇ ପାରିବେ ସୁଖମୟ ବ୍ୟକ୍ତି। ବନ୍ଧୁଗଣ, ଆଜିର ଆଧୁନିକ ସମୟରେ ମଣିଷ ଜୀବନ ଖୁସି ଯେପରି କେଉଁ ଆଡ଼େ ଉଭାନ ହୋଇଯାଉଛି। ଏମିତି ଲାଗୁଛି କି ଯେମିତି ମେସିନ୍ ପରି କାମ କରୁଛି ଓ ଜୀବନର ପ୍ରକୃତ ସତ୍ୟତା ଦୂର ହୋଇପାଉଛି। ଆଜିର ସମୟରେ ଆମ ପାଖରେ ଦୁନିଆ ସାରା ସୁବିଧା ଅଛି, କିନ୍ତୁ ସେଇ ଖୁସି ନାହିଁ ଯାହା ପ୍ରଥମରୁ ରହୁଥିଲା। ଆଜିକାଲି ଜୀବନ ଷ୍ଟାଇଲରେ ଏତେ ଦୁଃଖୀ ଚିନ୍ତା ବଢ଼ିଯାଇଛି, ନିଜକୁ ଖୁସିରେ ରଖିପାରିବା ଏକ ଚ୍ୟାଲେଞ୍ଜ ସଦୃଶ ହୋଇସାରିଛି। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଭଲ ଟିପ୍ସ ଦେବାକୁ ଯାଉଛୁ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ସହ ଯୋଡ଼ି ହୋଇ ରହିଛି। ବନ୍ଧୁଗଣ, 1ରେ ଶ୍ରୀକୃଷ୍ଣ ଗୀତାରେ ଏହା କହିଥିଲେ କି ମନୁଷ୍ୟ ଜୀବନରେ ଅନୁଶାସନ ପାଳନ କରିବା ଉଚିତ। ଅନୁଶାସନ ଦ୍ୱାରା ହିଁ ସଫଳତା ମିଳିପାରିବ। ବନ୍ଧୁଗଣ, ନମ୍ବର 2, ବ୍ୟକ୍ତି ନିଜ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ। ନିୟନ୍ତ୍ରଣ ବିନା ବିନାଶ ନିଶ୍ଚିତ ହୋଇଥାଏ। କ୍ରୋଧରେ ବ୍ୟକ୍ତି ନିଜ ନିୟନ୍ତ୍ରଣ ହରାଇ ବସିଥାଏ। ସେଥିପାଇଁ କ୍ରୋଧକୁ ନିୟନ୍ତ୍ରଣ ରଖିବା ଜରୁରୀ। ବନ୍ଧୁଗଣ, ନମ୍ବର 3, ସବୁବେଳେ ନିଜ ଉପରେ ଭରସା ରଖିବା ଦ୍ୱାରା ସବୁ କିଛି ଠିକ୍ ହୋଇଯାଇଥାଏ। ସବୁ ମନୁଷ୍ୟ ନିଜ ମଧ୍ୟରେ ସକ୍ଷମତା ରଖିବା ଉଚିତ। କେବଳ ଜରୁରୀ ଅଟେ କି ସେ ନିଜ ଉପରେ ଆତ୍ମବିଶ୍ୱାସ ରଖି ଆଗକୁ ବଢ଼ିପାରିବେ। ବନ୍ଧୁଗଣ, ନମ୍ବର 4, ମଣିଷକୁ ସବୁବେଳେ ସବୁ ପରିସ୍ଥିତିରେ ସାମ୍ନା କରିବା ପ୍ରସ୍ତୁତ ରହିବାର ଅଛି। ଶ୍ରୀକୃଷ୍ଣଙ୍କ ଭୂମିକା ପାଇଁ ଅଧିକା ନ୍ୟାୟ ମହତ୍ତ୍ୱ ରଖୁଥିଲା। ଏଥିପାଇଁ ମହାଭାରତର ଯୁଦ୍ଧରେ ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ। ବନ୍ଧୁଗଣ, ନମ୍ବର 5, କେବେ ନିଜ ମଧ୍ୟରେ ଉଚ୍ଚନୀଚ ଭେଦଭାବ ରଖିବା ଉଚିତ ନୁହେଁ। କୃଷ୍ଣ ଓ ସୁଦାମାଙ୍କ ବନ୍ଧୁତା ସେହିପରି ଏକ ମିସାଲ ଅଟେ। ଶ୍ରୀକୃଷ୍ଣଙ୍କ ଅନୁସାରେ ସବୁ ବ୍ୟକ୍ତିଙ୍କୁ ସମ୍ମାନ କରିବା ଉଚିତ। ନମ୍ବର 6, ଯେକୌଣସି କାମକୁ କରିବାକୁ ହେଲେ ଯୋଜନା ବନାଇବା ନିତାନ୍ତ ଜରୁରୀ। ମହାଭାରତରେ ଘଟିତ ହୋଇଥିବା ଏହାର ପ୍ରମାଣ ଅଟେ କି ଯୋଜନା ମୁତାବକ ସବୁ କାର୍ଯ୍ୟରେ ସଫଳ ହୋଇପାରନ୍ତି। ବନ୍ଧୁଗଣ, ନମ୍ବର 7, ମନୁଷ୍ୟକୁ ସର୍ବଦା ଖୁସିରେ ରହିବା ଉଚିତ। ହସ ରହିବା ବଡ଼ ଶକ୍ତି ହୋଇଥାଏ। ଏହାର ବିପରୀତ ପରିସ୍ଥିତିଗୁଡ଼ିକ ସହ ଜିତ୍ ହାସିଲ କରିପାରିବ। ଭଗବାନ ଶ୍ରୀକୃଷ୍ଣ ଥରେ ନିଜ ଖୁସି ଦ୍ୱାରା ଗୋଟିଏ ରାକ୍ଷସକୁ ହରାଇ ଦେଇଥିଲେ। ବନ୍ଧୁଗଣ, ନମ୍ବର 8, ଅଯଥା ବ୍ୟର୍ଥ ଚିନ୍ତା ଦ୍ୱାରା କିଛି ହେବାର ନାହିଁ। ଠିକ୍ ସେଇଟା ହେବ ଯାହା ତାକୁ ଭୁଲି ଆଗକୁ ବଢ଼ିବାର ଅଛି। ଏହାର ନାଁ ହିଁ ଜୀବନ ଅଟେ। ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣଙ୍କ କଥା ଆପଣଙ୍କୁ କେତେ ବି ବିପରୀତ ପରିସ୍ଥିତିଗୁଡ଼ିକରେ ଥାଉ, କିନ୍ତୁ ସେଇଥିରେ ଖୁସି ରହିବାରେ ରୋକିପାରିବେନି। ଯଦି ଜୀବନରେ ଖୁସିଗୁଡ଼ିକ ଉଭାନ ହୋଇଯାଇଛି, ତେବେ ଏହି କଥାଗୁଡ଼ିକ ମନରେ ରଖି
ଖୁସି ରହିବାକୁ ଚେଷ୍ଟା କରନ୍ତୁ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ।